ଲାଉର ଏଇ ରେସିପିଟି ଏତେ ଟେଷ୍ଟି ବନେଇପାରେ ସେଇଟା ମୁଁ ଆଜି ବନେଇକି ଖାଇଲା ପରେ ହିଁ ଜାଣିଲି। ବିଲିଭ୍ କରନ୍ତୁ, ଏଇ ରେସିପିଟି ଖାଇଲା ପରେ ଲାଉ ତ ମୋର ଏକଦମ ଫେଭରେଟ୍ ହିଁ ହେଇଯାଇଛି। ଘରକୁ ଯେବେ ବି ଲାଉ ଆସିବ ଏଇ ରେସିପିଟି ହିଁ ବନେଇବାକୁ ଇଚ୍ଛା ହବ। ଏମିତି ନୂଆ ନୂଆ ରେସିପି ଜାଣିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଆଉ ଭିଡିଓଟି ଭଲ ଲାଗିଲେ ଲାଇକ୍ କରିବାକୁ ଜମା ବି ଭୁଲିବେନି। ଏଇ ରେସିପିଟି ବନେଇବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରତିଟି ଷ୍ଟେପ୍ ଫଲୋ କରନ୍ତୁ। ଆପଣଙ୍କୁ ବି ବହୁତ ହି ଟେଷ୍ଟି ଲାଗିବ। ଏଇ ରେସିପି ପାଇଁ ମୁଁ ଗୋଟେ ଲମ୍ବାଳିଆ ଲାଉ ନେଇଛି। ଆଉ ମନେ ରଖନ୍ତୁ, ଫ୍ରେଶ ହିଁ ବହୁତ ହି ଭଲ ଲାଗିବ। ରଖି ରଖି ନେଲେ ସେଇଟା ଜମା ଟେଷ୍ଟି ଲାଗିବନି। ଯେମିତି ଇଜିଲି କାଟି ହବ ଆଉ ଚୋପା ଛଡେଇ ହବ, ସେଥିପାଇଁ ମୁଁ ଲାଉଟାକୁ 3 ଭାଗ କରି ନେଇଛି। ତାକୁ ଭଲସେ ପିଲର ସାହାଯ୍ୟରେ ଚୋପା ଛଡେଇ ଦଉଛି। ଏମିତି ଚୋପା ଛଡେଇକି ମୁଁ ଭଲସେ କ୍ଲିନ କରିକି ସବୁତକ ରଖିଦେଲି ଆଗ। ଏଇ ରେସିପି ପାଇଁ ଆମକୁ ଏମିତି ସାଇଜ ର ହିଁ ଆମେ ନବା ଲାଉ। ଗୋଲ ବାଲା ଲାଉ ଆଣିଲେ ଏଇଟା ପରଫେକ୍ଟ ବନିବନି। ଦେଖନ୍ତୁ, ମୁଁ ତାକୁ ରାଉଣ୍ଡ ରାଉଣ୍ଡ କରି ଗୋଟିଏ ସାଇଜ ଆଉ ଗୋଟିଏ ଥିକନେସ ରଖିକି କାଟିଛି, ଯେମିତି କି ସବୁ ଭଲସେ ପରଫେକ୍ଟ ହବ ଆଉ ଦେଖିବାକୁ ବି ଭଲ ଲାଗିବ। ଏଠି ଦେଖନ୍ତୁ, ଗୋଟିଏ ହିଁ ମୋଟା ରଖିଛି। ଆଉ ତାର ମଝି ପାର୍ଟ ଟାକୁ ମୁଁ ଗୋଟେ କ୍ୟାପ ସାହାଯ୍ୟରେ ତାକୁ ଏମିତି ପ୍ରେସ୍ କରିକି କାଢି ଦଉଛି। ଆପଣ ଚାହିଁଲେ ତାକୁ ଛୁରୀ ସାହାଯ୍ୟରେ ମଧ୍ୟ କରିପାରିବେ। ମୁଁ ଭଲସେ ସାଇଜ ବାଲା କରିବା ପାଇଁ ଆଉ ପରଫେକ୍ଟ ହବା ପାଇଁ ତାକୁ ଏମିତି ଗୋଟେ କ୍ୟାପ ସାହାଯ୍ୟରେ କରିଦଉଛି, ଯୋଉଟା କି ଦେଖନ୍ତୁ କେତେ ପରଫେକ୍ଟ ହେଇଛି ଆଉ ସୁନ୍ଦର ବି ଦେଖାଯାଉଛି। ଏମିତି ଗୋଟି ଗୋଟି କରି ମୁଁ ଆଗ ମଝି ପାର୍ଟ ଟା କାଢିକି ରଖି ଦଉଛି। ସବୁ ଲାଉର ଏମିତି କାଢିକି ରଖିଦେଲି। ତାପରେ ଆମେ ଆମର ମସଲା ପ୍ରିପେୟାର କରିବା। ଲାଉ ରିଙ୍ଗ ଭିତରେ ଫିଲିଂ ଦବା ପାଇଁ ଏବେ ମୁଁ ପିଆଜକୁ ଭଲସେ ଚୁନା ଚୁନା କରିକି କାଟି ଦଉଛି, ଯୋଉଟା କି ଆମକୁ ଇଜି ହବ ଆଉ ଖାଇବାକୁ ବି ବହୁତ ହି ବଢିଆ ଲାଗିବ। ଏଠି ଦେଖନ୍ତୁ, ମୁଁ ପିଆଜକୁ ଭଲସେ କାଟିଦେଲି ଚୁନା ଚୁନା କରିକି। ତାକୁ ଏବେ ମୁଁ ଗୋଟେ ପ୍ୟାନ ରେ ଫ୍ରାଏ କରିବି। ଏଠି ଗୋଟେ ପ୍ୟାନ ବି ବସେଇ ଦେଇଛି। ତା ଦେହରେ ଟିକେ ତେଲ ନେଇଯାଇଛି। ତେଲରେ ଟିକେ ଆମେ ଜିରା ଫୁଟେଇଦବା। ଜିରା ଟା ଟିକେ ଫୁଟି ଆସିଲା ପରେ ଏବେ ଆମେ କାଟିକି ରଖିଥିବା ପିଆଜକୁ ଦେଇଦବା। ଆଉ ପିଆଜକୁ ହାଲକା ଗୋଲ୍ଡେନ ହେଲା ଯାଏ ଭାଜିବା। ବେଶୀ ଭାଜିବା ଜମା ବି ଦରକାର ନାହିଁ। ଏମିତି ହିଁ ବହୁତ ବଢିଆ ଲାଗିବ। ପିଆଜ ଟା ଭାଜି ହେଇଗଲା ପରେ ସେଥିରେ ମୁଁ ଗ୍ରେଟ୍ କରିକି ରଖିଥିବା ପନିରକୁ ଦେଇ ଦେଇଛି। ଏଠି ଆମେ ପନିର କି ବି ଭଲସେ ପିଆଜ ସାଙ୍ଗରେ ଭାଜିଦବା, ଯେମିତି କି ଆମେ ପନିର ଭୁର୍ଜି କରୁଛେ। ଯେ ଆମେ ଏଥିରେ କିଛି ଟମାଟୋ, ଅଦା ରସୁଣ ମୁଁ କିଛି ଦେଇନି। ଆପଣ ଚାହିଁଲେ ରସୁଣ ଆଉ ଅଦାକୁ ବି ଟିକ ଟିକ କରି କାଟିକି ଦେଇପାରିବେ। ଏଥିରେ ଆମେ ସ୍ୱାଦ ଅନୁସାରେ ଲୁଣ ପକେଇଦବା ଆଉ ଚିଲି ଫ୍ଲେକ୍ କିଛି ପକେଇଦବା, ଯୋଉଟା କି ବଢିଆ ଟେଷ୍ଟି ଲାଗିବ ଆଉ ଫ୍ଲେଭରଫୁଲ ଲାଗିବ। ଏଇଟାକୁ ଆମର କଡା କରି ଭାଜିବାର ନାହିଁ। ଏମିତି ନରମ କରିକି ଭାଜିକି ତାକୁ ଗୋଟେ ପ୍ଲେଟ କୁ ଥଣ୍ଡା ହବା ପାଇଁ କାଢିଦବା। ଏପଟେ ମୁଁ ଆମର ମସଲା ଗ୍ରେଭି ପ୍ରିପାରେସନ ପାଇଁ ପିଆଜ ନେଇଛି ତିନୋଟି। ତିନୋଟି ପିଆଜକୁ ଏମିତି ବଡ ବଡ ସାଇଜ ର କରିକି କାଟି ଦଉଛି। ଚୁନା ଚୁନା ଜମା ବି ଦରକାର ନାହିଁ, କାରଣ ତାକୁ ଆମର ଗ୍ରାଇଣ୍ଡିଙ୍ଗ ହିଁ କରିବାର ଅଛି। ଏଠି ମୁଁ ରସୁଣ ଚୋପା ଛଡେଇକି ନେଇଯାଇଛି। ଆଉ ଗୋଟେ ଛୋଟ ସାଇଜ ର ଅଦା। ଏଠି ମୁଁ ଦିଟା ବଡ ବଡ ସାଇଜ ର ଟମାଟୋକୁ ବି ସେମିତି ବଡ ବଡ କରି କାଟିକି ନେଇଯାଇଛି। ଏଠି ମୁଁ ପିଆଜ ରସୁଣର ବାଲା ବନଉଛି, ତ ସେଥିପାଇଁ ମୁଁ ଅଦାର କ୍ୱାଣ୍ଟିଟି ଟା କମ ରଖିଛି। ଆପଣ ଯଦି ବିନା ପିଆଜରେ ବନେଇବେ ତ ଅଦା ଆଉ ଟମାଟୋର କ୍ୱାଣ୍ଟିଟି ଟା ଟିକେ ଅଧିକ ରହିବ, ଯେମିତି ଗ୍ରେଭି ଟା ଟିକେ ଥିକ୍ ଆସିବ ଆଉ ଟେଷ୍ଟି ବି ଲାଗିବ। ଏଠି ମୁଁ ସେଇ ପ୍ୟାନ ରେ ତେଲ ଟିକେ ପକେଇକି ସେଥିରେ ଜିରାକୁ ଫୁଟେଇ ଦେଇଛି। ଜିରା ପକେଇଲା ପରେ ଆମର କାଟିକି ରଖିଥିବା ପିଆଜ, ଅଦା, ରସୁଣ, ମୁଁ ଏଠି 7-8ଟି କାଜୁ ନେଇଛି, ଯେମିତି କ୍ରିମି ଟେକ୍ସଚର ଆସିବ। ଆଉ ଦିଟା ଶୁଖିଲା ଲଙ୍କାକୁ ପକେଇ ଦେଇଛି। ତାକୁ ଆମେ ହାଲକା କରି ଭାଜିବାର ଅଛି, ଜମା ବି ବେଶୀ ଭାଜିବାର ନାହିଁ। ଏଠି ଦେଖନ୍ତୁ, ହାଲକା ଭାଜି ହେଇଗଲା। ତାକୁ ମୁଁ ଗୋଟେ ପ୍ଲେଟ କୁ କାଢି ଦଉଛି ଆଉ ଟିକେ ଥଣ୍ଡା ହବା ପାଇଁ ରଖି ଦଉଛି। ଏପଟେ ଆମର ପନିର ଭୁର୍ଜି ବି ଥଣ୍ଡା ହେଇଗଲାଣି। ତ ଏଠି କାଟିକି ରଖିଥିବା ଲାଉ ରିଙ୍ଗ ଭିତରେ ମୁଁ ତାକୁ ଫିଲିଂ ଦେଇ ଦଉଛି। ଏଇଟା ଆମର
ବେଶୀ ଦବାର ନାହିଁ ନହେଲେ ଏଇଟା ବାହାରି ବି ଯାଇପାରେ। ଆମର ଯେତିକି ଲାଗୁଛି ତା ଦେହରେ ଆମେ ହାଲକା ହାତରେ ତାକୁ ଦେଇକି ମଝିରେ ତାକୁ ପ୍ରେସ୍ କରିଦବା। ଏଠି ମୁଁ ମଇଦାର ଗୋଟେ ସ୍ଲରି ବନେଇଛି, ତାର ଉପରେ ଚାରିପଟେ କୋଟ୍ ଦେଇଦବା, ଯେମିତି ସେଇଟା ଆମର ଭାଜି ହେଲା ବେଳକୁ କି ତରକାରୀରେ ପଡିଲେ ପନିରଟା ବାହାରକୁ ବାହାରିବନି, ସେଟା ଭଲସେ ବି ଭାଜି ହେଇଯିବ। ଏଠି ଗୋଟେ ପ୍ୟାନ ରେ ଟିକେ ତେଲ ଦେଇକି ଆମର ଫିଲିଂ ଦେଇକି ରଖିଥିବା ଲାଉ ରିଙ୍ଗ ତକ ସବୁ ପକେଇ ଦଉଛି। ସେଟାକୁ ବି ଗୋଟେ ଗୋଟେ ସାଇଡ ଭାଜି ଦବା ପାଇଁ ରଖିଦେଇଛି। ତା ଆର ପଟେ ବି ସେମିତି ଆମେ ସ୍ଲରିଟାକୁ ଦେଇଦବା ମଇଦାଟାକୁ। ଏଠି ଦେଖନ୍ତୁ ମୁଁ ଗୋଟେ ଗୋଟେ କିରି ଓଲଟେଇକି ଦେଖଉଛି, କେତେ ବଢିଆ ସେ ଭାଜି ହେଇଯାଇଛି। ଆଉ ଆକୁ ଆମେ ଘୋଡେଇ ଘୋଡେଇକି ଭାଜିବା, କାରଣ ଭାଜି ହେଲା ଭିତରେ ଆମର ଲାଉଟା ସିଝିବାର ବି ଅଛି। ଏଠି ଦେଖନ୍ତୁ ବଢିଆ ସେ ଭାଜି ବି ହେଇଗଲାଣି। ଏପଟେ ମୁଁ ଥଣ୍ଡା ହେଇଯାଇଛି, ଆମର ପିଆଜ ରସୁଣ ବାଲା ମସଲାଟା ବି ଥଣ୍ଡା ହେଇଗଲାଣି। ତାକୁ ଗୋଟେ ଗ୍ରାଇଣ୍ଡିଙ୍ଗ ଜାରରେ ମୁଁ ନେଇଯାଇଛି, ଆଉ ସେଥିରେ କିଛିଟା ପନିର ଦେଇଦେଇଛି, ଯୋଉଟା କି ଟେକ୍ସଚରଟା ବହୁତ ବଢିଆ ଆସିବ, କ୍ରିମି ଲାଗିବ ଆଉ ଖାଇବାକୁ ବି ବହୁତ ଟେଷ୍ଟି ଲାଗିବ। ଏଠି ପ୍ୟାନରେ ମୁଁ ତେଲ ଦେଇକି କିଛି ଗୋଟା ଗରମ ମସଲା ପକେଇ ଦେଇଛି, ଆଉ ଜିରାଟା ଭଲସେ ଫୁଟିଗଲା ପରେ ଏଠି ଆମର ବାଟିକି ରଖିଥିବା ପେଷ୍ଟଟା ପକେଇ ଦଉଛି, ମସଲା ପେଷ୍ଟଟା, ଯୋଉଟା କି ଆମେ ଘୋଡେଇ ଘୋଡେଇକି ତାକୁ ଭଲସେ କଷିବା। ଆମେ ଯେତେ କଷିବା ତାର ଟେଷ୍ଟଟା ସେତେ ଏନହାନ୍ସ ହବ। ଏଠି ମୁଁ ସ୍ୱାଦ ଅନୁସାରେ ଲୁଣ ପକେଇ ଦେଇଛି, କିଛି ହଳଦୀ ପକେଇ ଦେଇଛି, କାଶ୍ମୀରୀ ଲଙ୍କାଗୁଣ୍ଡ ପକେଇ ଦେଇଛି, କାରଣ ରାଗ ଲଙ୍କାଗୁଣ୍ଡ ପକେଇନି, ଆମର ଦିଟା ଶୁଖିଲା ଲଙ୍କା ଆମେ ପେଷ୍ଟରେ ବନେଇଛେ। ଟିକେ ଟାଙ୍ଗି ଫ୍ଲେଭର ଆଣିବା ପାଇଁ କିଛି ଚାଟ ମସଲା, ଗରମ ମସଲା, ଆଉ ବହୁତ ହି ବଢିଆ ଫ୍ଲେଭର ଆଣିବା ପାଇଁ କିଛି କସ୍ତୁରୀ ମେଥିକୁ ଚୁନା କରି ପକେଇ ଦେଇଛି। ଏଠି ଦେଖନ୍ତୁ ମସଲାଟା ଭଲସେ କଷି ବି ହେଇଗଲାଣି। ଏଥିରେ ମୁଁ ଆମର ଭାଜିକି ରଖିଥିବା ରିଙ୍ଗ ଗୁଡାକ ପକେଇ ଦଉଛି। ତାକୁ ଆମର ବେଶୀ ଘଣ୍ଟା ଘଣ୍ଟି ବି କରିବାନି, କାରଣ ସେଇଟା ଭାଙ୍ଗି ବି ଯାଇପାରେ। ଏଇଟା ଆମର ଭଲସେ ସିଝି ବି ଯାଇଛି, ଭାଜି ବି ହେଇଗଲା ଭିତରେ ସିଝି ଯାଇଛି। ତ ମସଲାଟା ଭଲସେ କୋଟ କରିକି ତାକୁ ଆମେ ହାଲକା ହାତରେ ଘାଣ୍ଟିବା। ବିଲିଭ କରନ୍ତୁ, ଏଇ ରେସିପିଟି ବହୁତ ହି ଟେଷ୍ଟି ଲାଗିବ। ଆଉ ଯାହାକୁ ବି ଲାଉ ପସନ୍ଦ ନୁହେଁ ସେମାନେ ତ ମାଗି ମାଗି ଖାଇବେ, ସେମାନେ ଜାଣି ବି ପାରିବେନି ଏତେ ଟେଷ୍ଟି ଲାଗିଛି, ଯୋଉଟା କି ଲାଉ ହିଁ ହେଇଥିବ। ଏଇ ରେସିପିଟି ସିଓର ବନାନ୍ତୁ, ଘରେ ଖାଆନ୍ତୁ ଆଉ ସମସ୍ତଙ୍କୁ